ହ୍ୟାଲୋ ସାଙ୍ଗମାନେ, ଆଶା କରୁଛି ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ତ ସାଙ୍ଗମାନେ, ଆଜି ଆମେ ଯାଜପୁର ଆଉ ବାଲେଶ୍ୱରର ହୋମଗାର୍ଡ ରେଜଲ୍ଟ ଯେହେତୁ ଆମର ବହୁତ ଲେଟ୍ ହେଲାଣି, ତ ଯାଜପୁରର ତ ଆମର ଯାହାବି ପୋଲିସ ଷ୍ଟେସନ ଭେରିଫିକେସନ ବା ପୋଲିସ ଭେରିଫିକେସନ ସବୁ ଆସି ସାରିଛି, ତ ସରିଗଲାଣି। ଆଉ ବାଲେଶ୍ୱର ଜିଲ୍ଲାର ଯାହାବି ପ୍ରୋଟେଷ୍ଟକୁ ନେଇକି ଭାଇମାନେ ସବୁ ଯାଇକି ପ୍ରୋଟେଷ୍ଟ କରୁଥିଲେ ଏସପି ସାର୍ଙ୍କ ମାନେ ଜିଲ୍ଲା କାର୍ଯ୍ୟାଳୟ ଆଗରେ। ତ ଯାହା ବି ସେମାନେ ପ୍ରୋଟେଷ୍ଟ କରିଥିଲେ, ତ ସେ ବିଷୟରେ ଜାଣିବା କ'ଣ କେବେ ବାଲେଶ୍ୱରର ରେଜଲ୍ଟ ଆସିପାରେ। ଆଉ ଯାଜପୁରର ବି ମାନେ ବହୁତ ଲେଟ୍ ହେଲାଣି, ଯେହେତୁ ଆମର ପୋଲିସ ଭେରିଫିକେସନ ସରିଗଲାଣି। ଭେରିଫିକେସନ ସରିକି ଯାହା ହେଲେ ବି ସପ୍ତାହ ଭିତରେ ଆସିଯିବା କଥା, କିନ୍ତୁ ଯେହେତୁ ଅଧିକ ଲେଟ୍ ହେଉଛି, ତ ଜାଣିବା କ'ଣ ସେ ଲେଟ୍ ମାନେ କେବେ ଆସିପାରେ ରେଜଲ୍ଟ, ତ ସେ ବିଷୟରେ ଟିକେ ଜାଣିବା। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଯଦି ଭିଡ଼ିଓଟି ଭାଇ ଭଲ ଲାଗେ, ଆମର ଭିଡ଼ିଓକୁ ଲାଇକ୍ କରିବା ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବା। ଆଉ ଚାଲନ୍ତୁ ଦେଖିବା କ'ଣ ମାନେ କେବେ ରେଜଲ୍ଟ ଆସୁଛି। ତ କାଲି ରାତିରେ ହିଁ ମୁଁ ଯେତେବେଳେ ଡ୍ୟୁଟିରୁ ଗଲି ଭାଇ, ସେତେବେଳେ ମୁଁ ମାନେ ଯାଜପୁରର ରେଜଲ୍ଟ କେବେ ଆସିବ, ତ ସେ ବିଷୟରେ ଟିକେ ସର୍ଚ୍ଚ କରୁଥିଲି ମାନେ ଗୁଗଲରେ ଯାହା ବି। ତ ସେଥିରେ ଆମର ଯେଉଁମାନେ ବି ବାଲେଶ୍ୱରର ଭାଇମାନେ ପ୍ରୋଟେଷ୍ଟ କରିବାକୁ ଯାଇଥିଲେ, ତ ସେ ବିଷୟରେ ନ୍ୟୁଜ୍ଟି ଗୋଟେ ଦେଖିଲି, ଯାହା ବି କ'ଣ ଓଟିଭି ନା କନକ ନ୍ୟୁଜ୍ରୁ ଦେଖିଥିଲି। ତ ଭାଇମାନେ କହୁଥିଲେ କି ମାନେ କେବେ ଯିବା, ଆମେ ପ୍ରୋଟେଷ୍ଟ କରିବାକୁ ଯିବା, ଯେହେତୁ ଆମର ବହୁତ ଲେଟ୍ ହେଲାଣି ରେଜଲ୍ଟ ଆସିବାରେ। ତ ଏସପି ସାର୍ ବି ମାନେ ଡେଟ୍ ଗୋଟେ ଦଉଛନ୍ତି, ବହୁତ ଡେଟ୍ ବାରମ୍ବାର ଏମିତି ଦଉଛନ୍ତି। ତ ସେମିତି ବହୁତ କମେଣ୍ଟ କରୁଥିଲେ। ଆମର ବାଲେଶ୍ୱରର ଭାଇ ବି ଜଣେ ଅଭିଷେକ ଯାହା ବି ଭାଇ ଆମର ବହୁତ ମାନେ ପଚାରୁଥିଲେ ଭାଇ କେବେ ରେଜଲ୍ଟ ଆସିବ। ତ ମୁଁ ଜଣଙ୍କ ଭାଇର ମାନେ ୟୁଟ୍ୟୁବ ଚ୍ୟାନେଲରୁ ବି ମାନେ ଦେଖିଥିଲି। ତ ସେ ବି କ'ଣ ଯଦି ବି ମାନେ ଏଇ ସପ୍ତାହ ଭିତରେ କି ଯଦି ରେଜଲ୍ଟ ନ ଆସେ, ତ ଆମେ ଯିବା ମାନେ ଯାହା ବି ଆମର ପ୍ରୋଟେଷ୍ଟ ଯାହା ବି ଏସପି ସାର୍ଙ୍କ ଆଗ ମାନେ ବାସଭବନ ହଉ କି କାର୍ଯ୍ୟାଳୟ ଆଗରେ ଯାଇ ପ୍ରୋଟେଷ୍ଟ କରିବା, ସେମିତି କିଛି ଭିଡ଼ିଓ ବନେଇଥିଲେ। ତ ଯେହେତୁ ମୁଁ କାଲି ଦେଖିଲି ବାଲେଶ୍ୱରର ପିଲାମାନେ ପ୍ରୋଟେଷ୍ଟକୁ ଯିବା ପାଇଁ ସେମାନେ ରେଡି ହଉଛନ୍ତି, ତ କାଲି ହିଁ ଦେଖିଲି ପ୍ରୋଟେଷ୍ଟକୁ ଯାଇଛନ୍ତି ସେମାନେ। ଯାହା ବି ନ୍ୟୁଜ୍, ତ ତାପରେ କ'ଣ ହେଇଛି ଜାଣିନି, କିନ୍ତୁ ପ୍ରୋଟେଷ୍ଟ ପରେ କ'ଣ ହେବ ସେଇଟା ମୁଁ ଆପଣଙ୍କୁ କହିଦେଉଛି। ଆପଣ ଯେଉଁମାନେ ବି ଭାଇ ପ୍ରୋଟେଷ୍ଟ କରିବାକୁ ଯାଇଥିଲେ, ତ ପ୍ରୋଟେଷ୍ଟ ତ କରିଛନ୍ତି, କିନ୍ତୁ ରେଜଲ୍ଟ ଆସିଯିବ, ଜଲ୍ଦି ଆସିଯିବ, ସେଥିରେ କିଛି ନାହିଁ। ତ ପ୍ରୋଟେଷ୍ଟ କରିଛ ଯେହେତୁ, ସେଇଟା ଟିକେ ଜଲ୍ଦି ଶୀଘ୍ର ଆପଣଙ୍କର ରେଜଲ୍ଟ ଆସିବାରେ ସାହାଯ୍ୟ ହେବ। କିନ୍ତୁ ଯାଇଛ ଭାଇ, ଭଲ ହେଇଛି, କାରଣ ବହୁତ ଲେଟ୍ ହେଲାଣି। ରେଜଲ୍ଟ ଏତେ ବି ଲେଟ୍ କରିବା କଥା ନୁହଁ, କାରଣ ଯେହେତୁ ଆମର ହୋମଗାର୍ଡଟା ପୁରା ଏସପି ସାର୍ଙ୍କ ଅଧୀନରେ ହିଁ ରହୁଛି, ମାନେ ସେମାନେ ହିଁ ଯାହା ରେଜଲ୍ଟ କାଢିବ। ସାର୍ ବି ଯଦି ଦେଇପାରୁନାହାନ୍ତି ଆପଣଙ୍କୁ ପରଫେକ୍ଟ ଡେଟ୍ ସେମିତି କିଛି, ତ ଭିତରେ କ'ଣ ଝାମେଲା ରହିପାରେ। ତ ସେଥିପାଇଁ ଯାହା ହଉ, ଆପଣମାନେ ସବୁ ପ୍ରୋଟେଷ୍ଟରେ ଯାଇଛନ୍ତି, ଆପଣଙ୍କର ମାନେ ଯେଉଁମାନେ ବି ଯାଇଛନ୍ତି ଭାଇ ଭଲ କରିଛନ୍ତି। ତ ରେଜଲ୍ଟ ଆପଣଙ୍କର ଶୀଘ୍ର ଆସିଯିବ, ଏଇ ମାସର ଲାଷ୍ଟ ଭିତରେ ଆସିଯିବାର ବହୁତ ସମ୍ଭାବନା ରହୁଛି। କାରଣ ଯେହେତୁ ପିଲାମାନେ ବି ବହୁତ ଭାଇ ଡିପ୍ରେସନକୁ ଚାଲିଗଲେଣି, ତ ସେଥିପାଇଁ ରେଜଲ୍ଟ ଆଉ ବେଶୀ ଲେଟ୍ ହେବନି। ତ ରେଜଲ୍ଟ ବହୁତ ଶୀଘ୍ର ଆସିଯିବ। ଆଉ ଆମର ଯାଜପୁର ଭାଇମାନଙ୍କର ବି ରେଜଲ୍ଟ ଆସିଯିବ, କିନ୍ତୁ ବହୁତ ଲେଟ୍ ହେଲାଣି। ମୁଁ କହିଥିଲି ମାନେ ସପ୍ତାହେ ଭିତରେ ଆସିଯିବ, କାରଣ ପୋଲିସ ଭେରିଫିକେସନ ସରିଲା ପରେ ତାର ତ ଆଉ ନେକ୍ସଟ ପ୍ରୋସେସ କିଛି ନଥାଏ। ତ ସେଇଟା ଖାଲି ରେଜଲ୍ଟ ମେରିଟ ଲିଷ୍ଟ ଯାହା କାଢିବା କଥା, କିନ୍ତୁ ଏତେ ଲେଟ୍ କ'ଣ ପାଇଁ କରୁଛନ୍ତି ମୁଁ ବି ସେଇଟା ବୁଝିପାରୁନାହିଁ। ଏତେ ଲେଟ୍ ହବା କଥା ହିଁ ନଥିଲା। ତ ଦେଖିବା ଭାଇ କେବେ ଆସୁଛି, କିନ୍ତୁ ଏଇ ମାସ ଶେଷ ସୁଦ୍ଧା ଯାଜପୁରର ନିଶ୍ଚିତ ଆସିଯିବ। ଯଦି ବି ନ ଆସେ ଏ ମାସ ଶେଷ ସୁଦ୍ଧା, ଭାଇ ବହୁତ ମାନେ ପିଲାମାନଙ୍କର ତ ଭାଇ ଡିପ୍ରେସନକୁ ଚାଲିଗଲେଣି, ମାନେ ବହୁତ ମାନେ ମନରେ ଦ୍ୱନ୍ଦ୍ୱ ଆସୁଛି ସେମାନଙ୍କର, ଭାଇ କ'ଣ ପୋଷ୍ଟ ବିକା ହେଇଯିବ କି ଏମିତି ସେମିତି। ତ ବାଲେଶ୍ୱର ଆଉ ଯାଜପୁର ଭାଇ ବହୁତ ଲେଟ୍ ହେଲାଣି, ମାନେ ରେଜଲ୍ଟ ଆସିବାରେ ଏତେ ଲେଟ୍ ବି ହେବ କିଏ ଆଶା କରିନଥିବେ। ତ ପିଲାମାନେ ଯେହେତୁ ବହୁତ ଡିପ୍ରେସନରେ ଚାଲିଗଲେଣି, ଯାଇ ଭାଇ ଯେଉଁମାନେ ବାଲେଶ୍ୱରର ତ ପ୍ରୋଟେଷ୍ଟ କରିସାରିଲେଣି, ତ ଯାଜପୁରର ୱେଟ୍ କରନ୍ତୁ। ଆପଣ କିଛି ପ୍ରୋଟେଷ୍ଟ କରିବା ଆବଶ୍ୟକ ନୁହଁ, ମାନେ ଆପଣଙ୍କର ରେଜଲ୍ଟ ଆସିଯିବ ଯାହାବି। ମୁଁ ତ ଯାହାବି ସପ୍ତାହେ କହିଥିଲି, କିନ୍ତୁ ଏତେ ଲେଟ୍ ହବ ମୁଁ ବି ଆଶା କରିନଥିଲି। ଯେହେତୁ ଭାଇ ପୋଲିସ ଷ୍ଟେସନ ଭେରିଫିକେସନ ସରିଗଲାଣି, ତ ଆଉ କ'ଣ ତାପରେ ରହିବ। ଯାହାବି ରେଜଲ୍ଟ ଆସିଯିବ ଏଇ ମାସ ଶେଷ ସୁଦ୍ଧା ବାଲେଶ୍ୱର ଆଉ ଆମର ଯାଜପୁରର ଆସିଯିବାର ବହୁତ ସମ୍ଭାବନା ରହୁଛି।
ତ ୱେଟ୍ କରନ୍ତୁ। ଯେଉଁମାନେ ବି ଭାଇ ଆମର ପ୍ରୋଟେଷ୍ଟ କରିବାକୁ ଯାଇଥିଲେ ବାଲେଶ୍ୱରର, ତ ଟିକେ ଭିଡ଼ିଓରେ କମେଣ୍ଟ କରିଦେବେ, ମାନେ ସାର୍ କ'ଣ କହିଲେ, ଏସ୍ ପି ସାର୍ କ'ଣ କହିଲେ, ତ ସେ ବିଷୟରେ ଟିକେ ଭାଇ କହିଦେବେ। ତ ଏତିକି ଥିଲା ଭାଇ, ଆଗକୁ କ'ଣ ହେଉଛି ଦେଖିବା, ରେଜଲ୍ଟ କେବେ ଆସୁଛି କ'ଣ। ରହୁଛି, ଜୟ ଜଗନ୍ନାଥ।